ପ୍ରଭୃତିକ ସମସ୍ତେ ଜାଣିଥିବେ। ମହାବୀର ଜିନ ତାଙ୍କୁ ସେହି ଧର୍ମର କୁହାଯାଉଥିଲା। ମହାବୀର 540 ଖ୍ରୀଷ୍ଟପୂର୍ବ ବୈଶାଳୀ ନିକଟବର୍ତ୍ତୀ କୁଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ସିଦ୍ଧାର୍ଥ କ୍ଷତ୍ରିୟ ସମ୍ପ୍ରଦାୟର ମୁଖ୍ୟ ଥିଲେ ଏବଂ ମାତା ହେଉଛନ୍ତି ତ୍ରିଶାଳୀ ପ୍ରସିଦ୍ଧ ଲିଚ୍ଛବୀ କ୍ଷତ୍ରିୟ ଗୋଷ୍ଠୀର ମୁଖ୍ୟ ଏବଂ ବୈଶାଳୀର ଶାସକ ଚେତକଙ୍କର ଭଗ୍ନୀ ଥିଲେ। କିଏ? ତାଙ୍କର ମାତା ବୈଶାଳୀ, ସେ ବୈଶାଳୀର ଶାସକ ଚେତକଙ୍କର ଭଗ୍ନୀ ଥିଲେ। ମହାବୀର ଯଶୋଦାଙ୍କୁ ବିବାହ କରିଥିଲେ। ମହାବୀର ତାଙ୍କର ପତ୍ନୀ ହେଉଛନ୍ତି ଯଶୋଦା। ଯଶୋଦାଙ୍କୁ ବିବାହ କରିଥିଲେ। ଗୋଷ୍ଠୀ ଶାସକ ମହାବୀର ଯଶୋଦାଙ୍କୁ ବିବାହ କରିଥିଲେ ଓ ପ୍ରିୟଦର୍ଶିନୀ ନାମକ କନ୍ୟା ସନ୍ତାନ ପ୍ରିୟଦର୍ଶିନୀ ମହାବୀରଙ୍କର ଝିଅ ନା କାହିଁନା କ'ଣ ପ୍ରିୟ 30 ବର୍ଷ ବୟସରେ ପିତାମାତାଙ୍କ ବିୟୋଗ ପରେ ସେ ସଂସାର ତ୍ୟାଗ କରି ସନ୍ନ୍ୟାସୀ ବ୍ରତ ଗ୍ରହଣ କରିଥିଲେ। ଦୀର୍ଘ 12 ବର୍ଷ କଠୋର ସାଧନା କରି ସେ କ୍ଷୁଧା, ତୃଷ୍ଣା, ଉତ୍ତାପ ଓ ଶୀତ ଜନିତ ସମସ୍ତ ଦୈହିକ ଯନ୍ତ୍ରଣାରୁ ମୁକ୍ତି ଲାଭ କରିଥିଲେ। ଏହାଦ୍ୱାରା ସେ ଉଭୟ ଦୁଃଖ ଓ ସୁଖ ଉପରେ ବିଜୟ ଲାଭ କରି ମହାବୀର ଜିନ ନାମରେ ପରିଚାଳିତ ହୋଇଥିଲେ। 42 ବର୍ଷ ବୟସରେ ସେ ଦିବ୍ୟ ଜ୍ଞାନ ପ୍ରାପ୍ତ ହୋଇଥିଲେ। ଏହାପରେ ସେ ପଦବ୍ରଜରେ ଉତ୍ତର ପୂର୍ବ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଜୈନ ଧର୍ମର ପ୍ରଚାର କରିଥିଲେ। ତାଙ୍କର ଅନୁଗାମୀ ଜୈନ କୁହାଗଲା। ତାଙ୍କର ଅନୁଗାମୀମାନଙ୍କୁ ଜୈନ କୁହାଗଲା। ଦୀର୍ଘ 30 ବର୍ଷ ଧର୍ମ ପ୍ରଚାର କରି 72 ବର୍ଷ ବୟସରେ ରାଜଗୃହ ନିକଟବର୍ତ୍ତୀ ପାବାପୁରୀଠାରେ 468 ଖ୍ରୀଷ୍ଟପୂର୍ବରେ ଦେହତ୍ୟାଗ କରିଥିଲେ। ତାଙ୍କ ନୀତିବାଣୀ କ'ଣ? ଆମେ ମହାବୀରଙ୍କର ଉପରେ ତାଙ୍କର ଜୀବନଶୈଳୀ, ତାଙ୍କର ଜୀବନୀ ଉପରେ ଆମେ ଏବେ ଜାଣିନା। ତାଙ୍କର କ'ଣ ନୀତିବାଣୀ ଥିଲା, ତାଙ୍କର ଧର୍ମ ପ୍ରଚାର କଲାବେଳେ ସେ କ'ଣ ନୀତି ପ୍ରବର୍ତ୍ତନ କରିଥିଲେ ତା ଉପରେ ଆମେ ଜାଣିବା। ଜୈନମାନେ ବିଶ୍ୱ ବ୍ରହ୍ମାଣ୍ଡରେ ଜୀବ ଓ ଅଜୀବ ବୋଲି କେବଳ ଦୁଇଟି ସତ୍ତାକୁ ସ୍ୱୀକାର କରିଥିଲେ। ଜୀବ ହେଲେ ସଚେତନ ଆତ୍ମା ଓ ଅଜୀବ ହେଲା ଅଚେତନ ଜଡ଼ ବସ୍ତୁ। ଆତ୍ମା ମୂଳତଃ ଶୁଦ୍ଧ ଓ ଶାଶ୍ୱତ। ଏହା ଅନନ୍ତ ଜ୍ଞାନ, ଅନନ୍ତ ଶକ୍ତି ଓ ଅନନ୍ତ ଶାନ୍ତିର ଅଧିକାରୀ। କିନ୍ତୁ କ୍ରୋଧ, ଲୋଭ, ମାନ ଓ ମାୟା ଜନିତ ପଞ୍ଜୀଭୂତ କର୍ମ ଭାବରେ ଆତ୍ମା ଏହି ଗୁଣ ହରାଇଥିଲା। ଏହାକୁ ବନ୍ଧନ କୁହାଯାଏ। ତେଣୁ ସଦ୍ବିଶ୍ୱାସ, ସଦ୍ଜ୍ଞାନ ଓ ସତ୍କର୍ମରେ ଲିପ୍ତ ରହି ବନ୍ଧନ ନିଚ୍ଛନ୍ନ ହୋଇ ମୁକ୍ତି ଲାଭ ହୋଇଥିଲା। ଜୈନ ଧର୍ମ ଏହାକୁ ତ୍ରିରତ୍ନ କୁହାଯାଏ। ପଞ୍ଚମହାବ୍ରତ ମହାବୀର ଜୈନ ପଞ୍ଚମହାବ୍ରତ ବୋଲି ଗୋଟିଏ ଘଣ୍ଟା କରିଥିଲେ। ମୋକ୍ଷ ପ୍ରାପ୍ତି ପାଇଁ ପଞ୍ଚମହାବ୍ରତ ପାଳନ ଆବଶ୍ୟକ। ତାଙ୍କର ନୀତିବାଣୀ ନିୟମାବଳୀ ଗୁଡ଼ିକ ଥିଲା। ମୋକ୍ଷ ପ୍ରାପ୍ତି ବୋଲେ ଯିଏ ଈଶ୍ୱରଙ୍କୁ ପ୍ରାପ୍ତ କରିବାକୁ ଚାହୁଁଛି, ଯିଏ ମୋକ୍ଷ ପ୍ରାପ୍ତ କରିବାକୁ ଚାହୁଁଛି ସେ ପଞ୍ଚମହାବ୍ରତ ପାଳନ କରିବା ନିତାନ୍ତ ଆବଶ୍ୟକ। ଏହା ହେଲା ଅହିଂସା, ସତ୍ୟ, ଆସ୍ତେୟ, ଅପରିଗ୍ରହ ଓ ବ୍ରହ୍ମଚର୍ଯ୍ୟ ହେଲା। ସେହି ପଞ୍ଚମହାବ୍ରତ ଗୁଡ଼ିକ କ'ଣ? ଅହିଂସା, ସତ୍ୟ, ଆସ୍ତେୟ, ଅପରିଗ୍ରହ ଓ ବ୍ରହ୍ମଚର୍ଯ୍ୟ। ଏହାକୁ ପଞ୍ଚ ପ୍ରତିଜ୍ଞା ମଧ୍ୟ କୁହାଯାଏ। ବିଶ୍ୱାସ କରାଯାଏ ଯେ ପ୍ରଥମ 4 ପ୍ରତିଜ୍ଞା ପୂର୍ବରୁ ଜୈନ ତୀର୍ଥଙ୍କର ପାର୍ଶ୍ୱନାଥଙ୍କ ଦ୍ୱାରା ଚତୁର୍ଯାମ ରୂପରେ ପ୍ରଚଳିତ ଥିଲା। ମହାବୀର କେବଳ ପଞ୍ଚମ ପ୍ରତିଜ୍ଞା ଅର୍ଥାତ୍ ବ୍ରହ୍ମଚର୍ଯ୍ୟ ବ୍ରତ ଏଥିରେ ଯୋଗ କରିଥିଲେ। ପାର୍ଶ୍ୱନାଥ ଯିଏକି ଜୈନ ଧର୍ମର 22ତମ ତୀର୍ଥଙ୍କର ଥିଲେ, ସେ 4ଟି ହେତା କରିଥିଲେ। ଯେନ୍ଟାକି ସେଇ 4 ଗୁଡ଼ିକ କ'ଣ? ଚତୁର୍ଯାମ ପ୍ରଚାର କରିଥିଲେ। ପଛେ ଅର୍ଥାତ୍ ବ୍ରହ୍ମଚର୍ଯ୍ୟ। ଯେତେବେଳେ ପାର୍ଶ୍ୱନାଥ ଅହିଂସା, ସତ୍ୟ, ଆସ୍ତେୟ, ଅପରିଗ୍ରହ ଏହି 4ଟି ନିୟମ ସେମାନେ ଆରମ୍ଭ କରିଥିଲେ ଏବଂ ସେଥିରେ ଗୋଟିଏ ସଂଯୋଗ କରିଥିଲେ ପଞ୍ଚମହାବ୍ରତ। ବ୍ରହ୍ମଚର୍ଯ୍ୟ, ଅହିଂସା କ'ଣ? ମହାବୀର ଜୈନ ପ୍ରବର୍ତ୍ତନ କରିଥିବା ଅହିଂସା ଆମେ କାହାକୁ କହିବା? ଜୈନମାନେ ଅହିଂସା ନୀତି ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ଚିନ୍ତାଗତ ଓ କର୍ମରେ ହିଁ ହିଂସା ଆଚରଣ ନ କରିବା ହେଲା ଅହିଂସାର ବ୍ରତ। ଅନେକ ମତ ଏଇଟା ପଢ଼ିବେ, ପିଲାମାନେ ନୋଟ୍ ଲେଖିଦେବେ।
ପ୍ରଭାବ ତାଙ୍କ ପ୍ରଭାବକୁ ଜୈନ ଧର୍ମର ପ୍ରଭାବ କାରଣ କେନ ଉପରେ ପଡ଼ିଥିଲା। ଜୈନ ଅହିଂସା ନୀତି ସରଳତା ଓ ନୈତିକ ଜୀବନଯାପନ ଆଦର୍ଶ ଧାରଣା ଲୋକଙ୍କୁ ପ୍ରଭାବିତ କରିଥିଲା। ସଂସ୍କୃତ ପରିବର୍ତ୍ତେ ଲୋକଙ୍କ ଭାଷାରେ ଧର୍ମର ପ୍ରଚାର ମଧ୍ୟ ଏହାର ଲୋକପ୍ରିୟତା ବୃଦ୍ଧି ସହାୟକ ହୋଇଥିଲା। କ୍ରମରେ ପୂର୍ବ ଦକ୍ଷିଣ ଓ ପଶ୍ଚିମ ଭାରତର କେତେକ ସ୍ଥାନରେ ଏହାର ପ୍ରସାର ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ବୌଦ୍ଧ ଧର୍ମ ପରି ସମଗ୍ର ଭାରତ ବାହାରେ ଏହାର ପ୍ରସାର ହୋଇନଥିଲା, କିନ୍ତୁ ଉଲ୍ଲେଖଯୋଗ୍ୟ ଯେ ବୌଦ୍ଧ ଧର୍ମ ଭାଷା ଓ ଜୈନ ଧର୍ମର ପ୍ରଭାବ ଭାଷା ଓ ସାହିତ୍ୟ ଉପରେ କିପରି ପଡ଼ିଥିଲା। ଭାଷାରେ ଥିଲା ପ୍ରଚାର ଓ ଧର୍ମଗ୍ରନ୍ଥ ରଚନା ପାଇଁ ବ୍ରାହ୍ମଣମାନେ ସଂସ୍କୃତ ଭାଷା ଓ ବୌଦ୍ଧ ପାଲି ଭାଷା ବ୍ୟବହାର କରିଥିଲେ।